ସମସ୍ତଙ୍କୁ ନମସ୍କାର। ମୁଁ ଶ୍ରୀକାନ୍ତ ନାୟକ, ଶିକ୍ଷକ ପ୍ରଶିକ୍ଷକ। ମୁଁ ଆଜି ନବଭାରତ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଓଡ଼ିଶାର ଉଲ୍ଲାସ ଭାଗ 1କୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ପ୍ରଥମ ଅଧ୍ୟାୟ ପରିବାର ଓ ପଡ଼ୋଶୀକୁ ଆଲୋଚନା କରିବା। ଚାଲନ୍ତୁ ଆମେ ପରିବାର ଓ ପଡ଼ୋଶୀ ବିଷୟକୁ ଆଲୋଚନା କରିବା। ଆମେ ପ୍ରଥମେ କିଛି ଅକ୍ଷର ଶିଖିବା। ଅ, ଆ, ଦନ୍ତେ ନ, ପ, ଦନ୍ତେ ସ, ର, ବ। ଏଗୁଡ଼ିକୁ ଆମେ ପ୍ରଥମେ ଶିଖିବା। ଛବି ଦେଖି ସ୍ଥାନର ନାମ କୁହ। ମୁଁ ଆପଣମାନଙ୍କୁ ଏକ ଛବି ଦେଖେଇବି, ଆପଣମାନେ ସେହି ସ୍ଥାନର ନାମ ଗୁଡ଼ିକ କହିବେ। ଆପଣମାନେ এই ଚିତ୍ରଟିକୁ ଟିକେ ଦେଖନ୍ତୁ। କଣ କଣ ସବୁ ଚିତ୍ର ଦେଖୁଛନ୍ତି ଟିକେ କୁହନ୍ତୁ। ଆଚ୍ଛା, ଠିକ ଅଛି। ଗୋଟିଏ ଛୋଟ ଗାଁ। ଆଚ୍ଛା, ଆଉ କଣ ସବୁ ଦେଖୁଛନ୍ତି? ଗାଁର ବହୁତ ଲୋକ ବାସ କରୁଛନ୍ତି। ଆଚ୍ଛା, ବହୁତ ବଢିଆ। ଆଉ କଣ ଦେଖୁଛନ୍ତି? ଗାଁର ଘର ଗୁଡିକ ସବୁଠୁ ଅଲଗା। ଆଚ୍ଛା, ଆଉ କଣ ଦେଖୁଛନ୍ତି? ଗାଁର ଘର ଗୁଡିକ ଖପର ଆଉ ପକ୍କା। ଆଚ୍ଛା, ବହୁତ ବଢିଆ। ଆଉ ସବୁ କଣ ଦେଖିପାରୁଛନ୍ତି? ଆଚ୍ଛା, ରାଜୁର ଜୋତା ଦୋକାନ। ଆଚ୍ଛା, ଆଉ କଣ ଦେଖୁଛନ୍ତି? ମମତା ବୁଟିଂ ଘର। ଆଚ୍ଛା, ଆଉ କଣ ଦେଖୁଛନ୍ତି? ସ୍ୱାସ୍ଥ୍ୟ କେନ୍ଦ୍ର। ଆଚ୍ଛା, ଆଉ କଣ ଦେଖୁଛନ୍ତି? ଲୋକମାନେ ନିଜ ନିଜ କାମରେ ସବୁ ବ୍ୟସ୍ତ ଅଛନ୍ତି। ଆଚ୍ଛା, ଠିକ ଅଛି। ଆଉ କଣ ଦେଖୁଛନ୍ତି? ଆଚ୍ଛା, ଗୋଟିଏ ବିରାଟ ବରଗଛ ଅଛି। ଆଚ୍ଛା, ଏମିତି ବହୁତ ପ୍ରକାର ଜିନିଷ ଆପଣମାନେ ଦେଖିପାରୁଛନ୍ତି। ଠିକ ଅଛି। এই ଦ୍ୱିତୀୟ ଚିତ୍ରକୁ ଦେଖନ୍ତୁ। ଆପଣମାନେ କଣ ସବୁ କାର୍ଯ୍ୟ ହଉଛି ସେ କାର୍ଯ୍ୟ ଗୁଡାକ ଟିକେ ଆପଣମାନେ କୁହନ୍ତୁ। ଆପଣ ଏ ଚିତ୍ରଟିକୁ ଦେଖନ୍ତୁ ଏବଂ କାର୍ଯ୍ୟ ଗୁଡାକ କୁହନ୍ତୁ। ଆଚ୍ଛା, ଲୋକଟି ତେଜରାତି ଦୋକାନରେ ତାର ଜିନିଷ ବିକ୍ରି କରୁଛି। ଆଚ୍ଛା, ଆଉ କଣ କରୁଛନ୍ତି? ଲୋକଟି ଖରାପ ସାଇକେଲ ଗୁଡିକ ସଜାଉଛି। ଆଚ୍ଛା, ଆଉ କଣ? ଜେଜେମା ଜଣକ ବାରଣ୍ଡାରେ ବସି ଅନ୍ୟକୁ ଏକ ଇସାରା ଦେଉଛି। ଆଚ୍ଛା, ଆଉ କଣ ଦେଖୁଛନ୍ତି? ଛୋଟ ପିଲାଟି ଘର ସାମ୍ନାରେ ପାଠ ପଢୁଛି। ଆଚ୍ଛା, ଆଉ କଣ କରୁଛନ୍ତି? କିଛି ପିଲା ଗାଁ ମଝିରେ ଖେଳୁଛନ୍ତି। ଆଚ୍ଛା, ଆଉ କଣ କରୁଛନ୍ତି? ବୟସ୍କ ଲୋକମାନେ ବରଗଛ ମୂଳେ ବସି କଥାବାର୍ତ୍ତା କରୁଛନ୍ତି। ଠିକ ଅଛି। ଅକ୍ଷର ଗୁଡିକ ଦେଖ ଓ କୁହ। ଆପଣମାନେ ଅକ୍ଷର ଦେଖିବେ ଏବଂ ପ୍ରଥମ ସେ ଅକ୍ଷର ଗୁଡାକ କହିବେ। ଏ ଅକ୍ଷରଟା କଣ କହିଲେ ଦେଖି? ଆଚ୍ଛା, ଅ। ଠିକ। এই ଅକ୍ଷରଟା କଣ? ଆ। ଆଚ୍ଛା, ଠିକ ଅଛି। এই ଅକ୍ଷରଟା କଣ? ର। ଆଚ୍ଛା, ଠିକ ଅଛି। এই ଅକ୍ଷରଟା କଣ? ପ। ଆଚ୍ଛା, ଠିକ ଅଛି। এই ଅକ୍ଷରଟା କଣ? ବ। ଆଚ୍ଛା, ଠିକ ଅଛି। এই ଅକ୍ଷରଟା କଣ? ଦନ୍ତେସ। ଆଚ୍ଛା, ଠିକ ଅଛି। এই ଅକ୍ଷରଟା କଣ? ଦନ୍ତେ ନ। ଆଚ୍ଛା, ତାହେଲେ ସବୁ ଅକ୍ଷର ଗୁଡିକ ଆପଣମାନେ ଚିହ୍ନିଛନ୍ତି। ତଳେ ଦିଆଯାଇଥିବା ଚିତ୍ର ଗୁଡ଼ିକ ଦେଖି ଆପଣମାନେ କହିବେ ସେ ଚିତ୍ରଟା କଣ? ମୁଁ ଆପଣମାନଙ୍କୁ ଚିତ୍ର ଦେଖାଉଛି। এই ଚିତ୍ରଟିକୁ ଆପଣମାନେ କଣ ଦେଖୁଛନ୍ତି? ଆଚ୍ଛା, ଏକ ଦୋକାନ। କି ଦୋକାନ? ବହି ଦୋକାନ। ଆଚ୍ଛା, ସେଠି ବିଭିନ୍ନ ପ୍ରକାର ବହି ମିଳିବ। ଠିକ ଅଛି। ତାହେଲେ ଏଇଟା କଣ? ଦୋକାନ। এই ଚିତ୍ରରେ କଣ ଦେଖୁଛନ୍ତି ଆପଣମାନେ? ଆଚ୍ଛା, এই ଚିତ୍ରରେ ଏକ ପରିବାର ଚିତ୍ର। ତାହେଲେ ବାପା, ମା ଆଉ ଝିଅ ଅଛନ୍ତି। ତାହେଲେ ଚିତ୍ରରେ ଆମେ କଣ ଜାଣିବା? ତାହେଲେ ପରିବାର ବୋଲି ଆମେ ଜାଣିବା। এই ଚିତ୍ରରେ ଆପଣମାନେ କଣ ଦେଖୁଛନ୍ତି? ବହୁତ ଲୋକ। ଆଚ୍ଛା, ଆଚ୍ଛା, ତାହେଲେ ଲୋକମାନେ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଉଛନ୍ତି। ତାହେଲେ ମାନେ କଣ? ଲୋକମାନେ। ଠିକ ଅଛି। এই ଚିତ୍ରରେ ଆପଣମାନେ କଣ ଦେଖୁଛନ୍ତି? ଆଚ୍ଛା,
ଏକ ଗଳି। ଆଚ୍ଛା, ଗୋଟେ ଷଣ୍ଢଟି କଣ କରୁଛି? ରାସ୍ତାକୁ ଅବରୋଧ କରିଦେଇଛି। ଠିକ ଅଛି, ତାହେଲେ ଏଇ ଚିତ୍ରଟା କଣ? ଗଳି। ଏଇ ଚିତ୍ର କଣ ଦେଖୁଛନ୍ତି? ଆଚ୍ଛା, ଜଣେ ସ୍ତ୍ରୀ ଲୋକ ରୋଷେଇ ଘରେ ରୋଷେଇ କରୁଛି। ତାହେଲେ ଏଇ ଚିତ୍ରଟି କଣ? ଆଚ୍ଛା, ରୋଷେଇ ଘର। ଆଚ୍ଛା ଆଚ୍ଛା। ଏଇ ଚିତ୍ରଟି କଣ? ଏଇ ଚିତ୍ରଟି ପୁରୁଣା କାଳିଆ କବାଟ। ଆଚ୍ଛା, ତାହେଲେ ଚିତ୍ରଟି କଣ? କବାଟ। ଏଇ ଚିତ୍ରଟି କଣ ଦେଖୁଛନ୍ତି? ଘର। ଆଚ୍ଛା, ଇଏ ହଉଛି ଖପର ଘର। ପାଖରେ ଅଛନ୍ତି କୁକୁଡା। ତାହେଲେ ଏଇଟା କଣ? ଘର। ଏଇ ଚିତ୍ରଟି କଣ ଦେଖୁଛନ୍ତି? କଣ ଦେଖୁଛନ୍ତି? କଥାବାର୍ତ୍ତା ହଉଛନ୍ତି। ତା ମାନେ କଣ? ପଡୋଶୀ ମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ତାହେଲେ ଚିତ୍ରଟି କଣ ଅଛି? ପଡୋଶୀ। ଏଇ ଚିତ୍ରଟି କଣ? ଧଳା ଶାଢୀ ପିନ୍ଧିଛି, କଳା କୋଟ ପିନ୍ଧିଛି। କିଏ? ଆଚ୍ଛା, ଓକିଲ, ଯିଏ କୋର୍ଟ କଚେରୀର କାମ କରନ୍ତି। ଆଚ୍ଛା, ତାହେଲେ ଓକିଲ। ତଳେ ଦିଆଯାଇଥିବା ଚିତ୍ର ଗୁଡିକ ଦେଖି ଆମେ ପଢିବା। ଚିତ୍ରଟି କଣ? ଚିତ୍ରରେ ହଉଛି କଣ? ମାଟି ଚୁଲି। ମରେ ଆକାରେ ମା, ଟରସ୍କାର ଟି, ଚସ୍କାର ଚୁ, ଲରସ୍କାର ଲି। ତାହେଲେ ମାଟି ଚୁଲି। ଏଇ ଚିତ୍ରଟା କଣ? ଆମେ ମାନେ ଏଇଠି ଶୋଇଥାଉ। କୋଉଠି? ଖଟ। ତେଣୁ ଏ ଚିତ୍ରଟା କଣ? ଖଟ। ଖ ଆଉ ଟ। ଏଇ ଚିତ୍ରଟା କଣ? ଏଇ ଚିତ୍ରଟା ହଉଛି ସାଇକେଲ। ଦନ୍ତେଶ୍ୱର ଆକାର, ହସେଇ କରେକାର ଲ। ତାନେ ସାଇକେଲ। ଏଇ ଚିତ୍ରଟା କଣ? ଏକ ସିଲିଣ୍ଡର। ତାହେଲେ ଆମେ କଣ କହିବା? କେମିତି ପଢିବା ଦେଖିବା? ଦନ୍ତେଶ୍ୱର ହସିକାର, ଡରେ ହସିକାର, ମୁଧେଡାଣ୍ଡ ର। ତାହେଲେ ସିଲିଣ୍ଡର। ଠିକ ଅଛି। ନିମ୍ନଲିଖିତ ମଧ୍ୟରୁ କଣ ସବୁ ଆପଣଙ୍କ ଘରେ ଅଛି? ଠିକ ଚିହ୍ନ ଆପଣ ମାନେ ଦେବେ। ଯୋଉ ଜିନିଷଟା ଆପଣଙ୍କ ଘରେ ଥିବ, ଆପଣ ମାନେ ସେଇ ଜିନିଷଟା ଉପରେ ଠିକ ଚିହ୍ନ ମାରିବେ। ଚୁଲି। ଆପଣଙ୍କ ଘରେ ଚୁଲି ଅଛି? ଆଚ୍ଛା, ସମସ୍ତଙ୍କ ଘରେ ଚୁଲି ଅଛି। ତେଣୁ ଆମେ ଠିକ ଚିହ୍ନ ମାରିବା। ଆପଣଙ୍କ ଘରେ ନଳ ଅଛି? ଆଚ୍ଛା, ନାହିଁ। ଯଦି ନାହିଁ, ଆମେ ତାହେଲେ ଠିକ ଚିହ୍ନ ମାରିବା ନାହିଁ। ସିଲିଣ୍ଡର ଅଛି ଆପଣଙ୍କ ଘରେ? ଆଚ୍ଛା, ନାହିଁ। ତାହେଲେ ଆମେ ଠିକ ଚିହ୍ନ ମାରିବା ନାହିଁ। ସାଇକେଲ ଆପଣଙ୍କ ଘରେ ଅଛି? ଆଚ୍ଛା, ଯଦି ଅଛି, ଆମେ ଠିକ ଚିହ୍ନ ମାରିବା। ଆପଣଙ୍କ ଘରେ ଖଟ ଅଛି? ଆଚ୍ଛା, ଯଦି ଅଛି, ଆମେ ତାହେଲେ ଠିକ ଚିହ୍ନ ମାରିବା। ଠିକ ଅଛି। ଛବି ଦେଖି ଶବ୍ଦର ପ୍ରଥମ ଅକ୍ଷରକୁ ଆପଣ ମାନେ କହିବେ। ଛବିର ପ୍ରଥମ ଛବିରେ ଆପଣ କଣ ଦେଖୁଛନ୍ତି? ଆଚ୍ଛା, ପରିବାର। ପରିବାରର ପ୍ରଥମ ଅକ୍ଷର କଣ? ପ। ଆଚ୍ଛା, ଦ୍ଵିତୀୟ ଚିତ୍ର କଣ ଦେଖୁଛନ୍ତି? ଆଚ୍ଛା, ଗଳି। ଗଳିର ପ୍ରଥମ ଅକ୍ଷର କଣ? ଗ। ଆଚ୍ଛା, ପୁଣି ଆଉ ଦେଖିବା। ଚିତ୍ରର ପ୍ରଥମ ଅକ୍ଷର କଣ ଦେଖୁଛନ୍ତି? ଘର। ଆଚ୍ଛା, ଘରର ପ୍ରଥମ ଅକ୍ଷର କଣ? ଖ। ଚିତ୍ରର ଦ୍ଵିତୀୟ ଚିତ୍ରଟି କଣ ଅଛି? ଖଟ। ଖଟର ପ୍ରଥମ ଅକ୍ଷରଟି କଣ? ଖ। ଆଚ୍ଛା, ପ୍ରଥମ ଚିତ୍ରରେ କଣ ଅଛି? ନଳ। ନଳର ପ୍ରଥମ ଅକ୍ଷର କଣ ହବ? ଦନ୍ତେ ନ। ଦ୍ଵିତୀୟ ଚିତ୍ରଟି କଣ ଅଛି? ପଡୋଶୀ। ପଡୋଶୀର ପ୍ରଥମ ଅକ୍ଷର କଣ ହବ? ପ। ଏଠି ପୁଣି ପ୍ରଥମ ଚିତ୍ରରେ କଣ ଅଛି? ଓକିଲ। ଓକିଲର ପ୍ରଥମ ଅକ୍ଷର କଣ ହବ? ଓ। ଦ୍ଵିତୀୟ ଚିତ୍ରଟି କଣ ଅଛି? କବାଟ।
କବାଟର ପ୍ରଥମ ଅକ୍ଷର କଣ ହବ? କ। ଚିତ୍ର ଦେଖି ଶୂନ୍ୟ ସ୍ଥାନ ପୂରଣ ଆମେ କରିବା। ସେଠି ଡ୍ୟାସ୍ ଦିଆହେଇଛି, ଆମେ ସେଇ ଶୂନ୍ୟ ସ୍ଥାନଟିକୁ ପୂରଣ କରିବା। ଠିକ ଅଛି। ଆପଣ ମାନେ ପ୍ରଥମ ଚିତ୍ର କଣ ଦେଖୁଛନ୍ତି? ଓକିଲ ଓ ଡ୍ୟାସ୍ ଲ ଦିଆହେଇଛି। ତାହେଲେ କଣ ବସିବ? କରସ୍କାରେ କି ବସିବ? ତାହେଲେ ଓକିଲ। ଦ୍ୱିତୀୟ ଚିତ୍ରରେ କଣ ଦିଆହେଇଛି? ଖଟ ଡ୍ୟାସ୍ ଟ ଦିଆହେଇଛି। ତାହେଲେ ଖ ଆଉ ଟ ଖଟ। ତୃତୀୟ ଚିତ୍ର କଣ ଦିଆହେଇଛି? କବାଟ ଡ୍ୟାସ୍ ବାଟ ଦିଆହେଇଛି। ତାହେଲେ କଣ ହବ? କ ବା ଟ। ଠିକ ଏଇ ଚିତ୍ରଟି କଣ ଦିଆହେଇଛି? ପ୍ରଥମ ଚିତ୍ରରେ ନଳ ଡ୍ୟାସ୍ ଳ ଦିଆହେଇଛି। ତାହେଲେ କଣ ପ୍ରଥମ ଅକ୍ଷରଟି କଣ ହବ? ଦନ୍ତେ ନ ଳ ନଳ। ଏଇ ଚିତ୍ରଟି କଣ? ମାଟି ଚୁଲି ମା ଡ୍ୟାସ୍ ଚରସ୍କାର ଲସ୍କାଲି ମାଟି ଚୁଲି। ତାହେଲେ ଡ୍ୟାସ୍ ରେ କଣ ହବ? ଟରସ୍କାରେ ଟି ମାଟି ଚୁଲି। ତାପରେ ଏଇ ଚିତ୍ରଟି କଣ ଦିଆହେଇଛି? ପରିବାର ପ ରସ୍କାରି ବରେଗବା ଡ୍ୟାସ୍। ତାହେଲେ ର ହବ ପରିବାର। ଆପଣ ମାନଙ୍କୁ ଧନ୍ୟବାଦ।